ଝଡ଼ ବର୍ଷା ରେଡ୍ ଆଲର୍ଟ। ଦେଶର 17 ରାଜ୍ୟରେ ପ୍ରବଳ ବର୍ଷା ଓ ଝଡ଼ ତୁଫାନର ଆଶଙ୍କା। ସାରା ଦେଶରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ 17ଟି ରାଜ୍ୟରେ ବଜ୍ରପାତ, ଝଡ଼, ତୁଫାନ ସହ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଗୁଜରାଟ ଏବଂ ମହାରାଷ୍ଟ୍ରରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଦେଶରେ ମୌସୁମୀର ତାଣ୍ଡବ ଯୋଗୁଁ ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ 60ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ରାଜଧାନୀ ଦିଲ୍ଲୀ ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଓଡ଼ିଶାରେ ରେଡ୍ ଆଲର୍ଟ ଓ ଅନ୍ୟାନ୍ୟ ଜିଲ୍ଲା ପାଇଁ ସତର୍କତା। ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ରାଜ୍ୟର 5ଟି ଜିଲ୍ଲାକୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୋନପୁର। ଏହା ବ୍ୟତୀତ 19ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଜୁନ୍ 1ରୁ ଜୁଲାଇ 5 ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ 4 ଅଧିକ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ଆଗାମୀ 4 ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମନା କରାଯାଇଛି, କାରଣ ସମୁଦ୍ର ଅଶାନ୍ତ ରହିବ।